ରଘୁବଂଶମ୍ ଅପୂର୍ବ ନାମ, ଅପୂର୍ବ ଭାବ ଏବଂ ଅପୂର୍ବ ରସରେ ରସାନ୍ୱିତ ଏହି ମହାକାବ୍ୟ ଦୀପଶିଖା ମହାକବି କାଳିଦାସଙ୍କ ଦ୍ୱାରା ରଚିତ ଏହି ମହାକାବ୍ୟ 19 ଗୋଟି ସର୍ଗରେ ନିବନ୍ଧ। ଏହି ମହାକାବ୍ୟରେ ରାମାୟଣ କଥାବସ୍ତୁକୁ ଆଧାର କରି ଅତି ସୁନ୍ଦର ଭାବରେ ରାମକଥା ବର୍ଣ୍ଣିତ ହୋଇଛି। ମହାକବି କାଳିଦାସ ଉପମା ଅଳଙ୍କାରର ଛଟାରେ ଏହାର ଭାବକୁ, ଏହାର ରସକୁ ଅତ୍ୟନ୍ତ ମାଧୁର୍ଯ୍ୟାନ୍ୱିତ କରିଛନ୍ତି। 19 ଗୋଟି ସର୍ଗରେ ରାମାୟଣର କଥାବସ୍ତୁକୁ ଅତ୍ୟନ୍ତ ଭାବମଞ୍ଜୁଳ କରି ଗଢ଼ିଛନ୍ତି ମହାକବି କାଳିଦାସ। ରଘୁବଂଶମରେ ସମୁଦାୟ 29 ଜଣ ରାଜାଙ୍କର କଥା ବର୍ଣ୍ଣନା ରହିଛି। ବୈବସ୍ୱତ ମନୁଙ୍କର ନାମ କେବଳ ଉଲ୍ଲେଖ ରହିଛି। ତେଣୁ ବୈବସ୍ୱତ ମନୁଙ୍କୁ ମିଶାଇ ସମୁଦାୟ 30 ଜଣ ସୂର୍ଯ୍ୟବଂଶୀ ରାଜାଙ୍କ ବିଷୟରେ ବର୍ଣ୍ଣନା ରହିଛି ଏହି ରଘୁବଂଶ ମହାକାବ୍ୟରେ। ରଘୁବଂଶମର ଦ୍ୱିତୀୟ ସର୍ଗରେ ରଘୁବଂଶୀ ରାଜା ଦିଲୀପଙ୍କର ଗୋସେବା କଥା ବର୍ଣ୍ଣନା ରହିଛି। ତେଣୁ ଆଜିର ଏ ବିଷୟବସ୍ତୁ ଦିଲୀପଙ୍କ ଗୋସେବା ରଘୁବଂଶମ କଥାବସ୍ତୁ ଉପରେ ଆଧାରିତ, ରାମକଥା ଉପରେ ଆଧାରିତ ଏହି କଥା ପ୍ରସଙ୍ଗକୁ ମୁଁ ସ୍ୱାଗତ ଜଣାଉଛି ଅଧ୍ୟାପକ ଶ୍ରୀଯୁକ୍ତ ବିକାଶ ରଞ୍ଜନ ରଣା। ରଘୁବଂଶୀ ରାଜା ଦିଲୀପ କାହିଁକି ନନ୍ଦିନୀଙ୍କର ଆରାଧନା କଲେ? ଏହି କଥାବସ୍ତୁକୁ ଉତ୍ତମ ଭାବରେ ବୁଝିବା ପୂର୍ବରୁ ଏହାର ପୂର୍ବରେ ଥିବା ପ୍ରାସଙ୍ଗିକ କଥାବସ୍ତୁକୁ ଯଦି ବୁଝା ନ ଯାଏ ଏହି କଥାବସ୍ତୁ ଅଧୁରା ହେବ। ତେଣୁ ଆଜିର ଏ ବିଷୟବସ୍ତୁ ଏହି ରଘୁବଂଶମର ଏହି ଦିଲୀପଙ୍କର ଗୋସେବା ବିଷୟକ ପୂର୍ବବର୍ତ୍ତୀ କଥାକୁ ସାମାନ୍ୟ ଆଲୋଚନା କରିବା ଆବଶ୍ୟକତା ରହିଛି। ତେଣୁ ଛାତ୍ରବନ୍ଧୁ ସେହି ବିଷୟରେ ଆଲୋଚନା କରିବା ଯେଉଁ କାରଣ ପାଇଁ ଦିଲୀପଙ୍କୁ ଆସିବାକୁ ପଡ଼ିଛି ବଶିଷ୍ଠଙ୍କର ଆଶ୍ରମକୁ ନନ୍ଦିନୀଙ୍କର ସେବା କରିବା ପାଇଁ। ଦୀର୍ଘ ଦିନ ତଳର କଥା, ଦେବାସୁର ସଂଗ୍ରାମ ଚାଲିଥାଏ। ସେହି ସମୟରେ ଦେବରାଜ ଇନ୍ଦ୍ର ପରମ ପରାକ୍ରମୀ ରଘୁବଂଶୀ ରାଜା ଦିଲୀପଙ୍କୁ ନିମନ୍ତ୍ରଣ କରିଥିଲେ ଦେବାସୁର ସଂଗ୍ରାମରେ ତାଙ୍କୁ ସାହାଯ୍ୟ କରିବା ପାଇଁ। ଏହି ପରିପ୍ରେକ୍ଷୀରେ ସ୍ୱର୍ଗଲୋକକୁ ନେଇଯିବା ପାଇଁ ଦେବଙ୍କର ସାରଥୀ ଇନ୍ଦ୍ରଦେବଙ୍କର ସାରଥୀ ମାତଳି ତାଙ୍କର ରଥ ନେଇ ସ୍ୱର୍ଗଲୋକକୁ ନେଇଯାଇଥିଲେ ଦିଲୀପଙ୍କୁ। ଦେବାସୁର ସଂଗ୍ରାମ ସରିବା ପରେ ବିଜୟ ଉଲ୍ଲାସରେ ଉଲ୍ଲସିତ ମହାରାଜା ଦିଲୀପ ଯେତେବେଳେ ରଥରେ ବିରାଜମାନ କରି ମର୍ତ୍ତ୍ୟଲୋକକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ମାତଳିଙ୍କୁ ପ୍ରଶ୍ନ କରୁଛନ୍ତି, ହେ ମାତଳି, ଆହା କି ଅପୂର୍ବ ମନୋରମ ଏ ସ୍ୱର୍ଗର ସମ୍ଭାର, ଦେଖି ଉଲ୍ଲସିତ ହୁଏ ମନ ପ୍ରାଣ। ଏମିତି ସ୍ୱର୍ଗୀୟ ଆନନ୍ଦ, ସ୍ୱର୍ଗୀୟ ଦୃଶ୍ୟକୁ ଦେଖି ଦେଖି ଅପଲକ ନୟନରେ ମର୍ତ୍ତ୍ୟ ଭୁବନକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ମହାରାଜା ଦିଲୀପ ଜାଣିପାରିଲେ ନାହିଁ ଏକ ବୃକ୍ଷ ଛାୟା ତଳେ ଦେବମାତା ସୁରଭି, ଦେବଧେନୁ ସୁରଭି ବିଶ୍ରାମରତା ଥିବା ସମୟରେ ତାଙ୍କୁ ପ୍ରଣାମ କରିବାକୁ ଭୁଲିଗଲେ ମହାରାଜା ଦିଲୀପ। ଏହା ମାତା ସୁରଭିଙ୍କ ପ୍ରତି ସମ୍ମାନର ଏକ ପ୍ରଶ୍ନବାଚୀ ହେଲା। ତାଙ୍କ ମନରେ ଦୁଃଖର ରେଖାପାତ କଲା। ସେ ତାଙ୍କର ସୁଯୋଗ୍ୟ ସନ୍ତାନ ମହାରାଜା ଦିଲୀପଙ୍କ ଠାରୁ ସମ୍ମାନ ପାଇବାରୁ ବଞ୍ଚିତ ହେବାରୁ ତାଙ୍କ ମନରେ ସାମାନ୍ୟତମ କ୍ଷୋଭ ହେଲା। ରାଜା କିନ୍ତୁ ଜାଣିପାରିଲେ ନାହିଁ। ସେ ମର୍ତ୍ତ୍ୟକୁ ଫେରି ଆସିଲେ। ଆସି ପୁନର୍ବାର ଆନନ୍ଦରେ ରାଜ୍ୟ ଶାସନ କଲେ। କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ମହାରାଜା ଦିଲୀପଙ୍କ କୌଣସି ସନ୍ତାନ ସନ୍ତତି ହେଲେ ନାହିଁ। ସନ୍ତାନ ସନ୍ତତି ଅଭାବରୁ ମହାରାଣୀ ସୁଦକ୍ଷିଣାଙ୍କ ମନରେ ଅଶେଷ ଅଶାନ୍ତି। ଏତେ ବିଶାଳ ସାମ୍ରାଜ୍ୟ, ଏତେ ପାଟପଟୁଆର, ଏହାର କିଛି ମୂଲ୍ୟ ନାହିଁ, କିଏ ହେବ ଉତ୍ତରାଧିକାରୀ? ଏହିଭଳି ଅଶେଷ ଦୁଃଖର ସାଗରରେ ବୁଡ଼ି ରହିଥିବା ମହାରାଜା ଦିଲୀପ ଏବଂ ମହାରାଣୀ ସୁଦକ୍ଷିଣା ଯେତେବେଳେ ପରାମର୍ଶ ପାଇଁ ବଶିଷ୍ଠଙ୍କୁ ପ୍ରଶ୍ନ କଲେ, ସେହି ସମୟରେ ମହର୍ଷି ବଶିଷ୍ଠ ନିଜର ଧ୍ୟାନ ବଳରେ ଜାଣିପାରିଲେ ଦେବମାତା ସୁରଭିଙ୍କର ଅସନ୍ତୋଷ କାରଣରୁ ମହାରାଜା ଦିଲୀପଙ୍କର ସନ୍ତାନ ସନ୍ତତି ହେଉନାହାନ୍ତି। ଏହି କଥା ଜାଣିବା ପରେ ମହାରାଜା ଦିଲୀପ ବଶିଷ୍ଠଙ୍କୁ ପ୍ରଶ୍ନ କଲେ, ହେ ମହର୍ଷି, ଏହାର ପ୍ରତିକାର କ'ଣ ଆପଣ ବିଧାନ କରନ୍ତୁ। ଯେତେ କଷ୍ଟ ହେଉନା କାହିଁକି, ମୋ କୃତକର୍ମର ପ୍ରାୟଶ୍ଚିତ ମୁଁ ନିଶ୍ଚିତ ଭାବରେ କରିବି। ଏହାର ପ୍ରାୟଶ୍ଚିତ କରିବା ପାଇଁ ମୁଁ ସର୍ବଦା ପ୍ରସ୍ତୁତ ଅଛି। ଏହି ପରିପ୍ରେକ୍ଷୀରେ ମହର୍ଷି ବଶିଷ୍ଠ କହିଲେ ଯେ ବର୍ତ୍ତମାନ ସୁରଭି ଦେବଲୋକରେ, ତାଙ୍କୁ ସେଠାକୁ ଯାଇ ତାଙ୍କର ସେବା କରିବା, ତାଙ୍କୁ ଆପ୍ୟାୟିତ କରିବା ସମ୍ଭବ ନୁହେଁ। କିନ୍ତୁ ଏକମାତ୍ର ଉପାୟ ବଞ୍ଚିଛି। ସେହି ସୁରଭିଙ୍କର କନ୍ୟା ସୌରଭେଇ କାମଧେନୁ ନନ୍ଦିନୀ ତାଙ୍କର ଦୟା ବଳରେ, ତାଙ୍କର କୃପା ବଳରେ ମୋ ଆଶ୍ରମରେ ବିରାଜମାନ କରିଛନ୍ତି। ଯଦି ହେ ରାଜା ଦିଲୀପ, ଆପଣ ଯଦି କାୟ ମନ ବାକ୍ୟରେ
ମାତା ନନ୍ଦିନୀଙ୍କର ସେବା କରିବେ, ତାହେଲେ ନିଶ୍ଚିତ ଭାବରେ ତାଙ୍କର ଆଶୀର୍ବାଦରୁ ଆପଣ ପୁତ୍ର ସନ୍ତାନ ଲାଭ କରିବେ। କୁଳଗୁରୁ ବଶିଷ୍ଠଙ୍କର ଏହି ପରାମର୍ଶ ବାଣୀ ଶୁଣିବା ପରେ ମହାରାଜା ଦିଲୀପ ସପତ୍ନୀକ ମହାରାଣୀ ସୁଦକ୍ଷିଣାଙ୍କୁ ନେଇ ଆଶ୍ରମରେ ପହଞ୍ଚିଲେ। ସେଠାରେ କାୟ ମନ ବାକ୍ୟରେ ମାତା ନନ୍ଦିନୀଙ୍କୁ ସେବା କରିବା ପାଇଁ ଦୃଢ଼ ପ୍ରତିଜ୍ଞ ହେଲେ। ଯେଉଁ ସମୟ ପର୍ଯ୍ୟନ୍ତ ତାଙ୍କର ମନୋବାଞ୍ଛା ପୂରଣ ହୋଇନାହିଁ, ମାତା ନନ୍ଦିନୀ ତାଙ୍କର ସେବାରେ ସନ୍ତୁଷ୍ଟ ହୋଇନାହାନ୍ତି, ସେହି ସମୟ ପର୍ଯ୍ୟନ୍ତ ସେ ତାଙ୍କର ସେବା କରିବା ପାଇଁ ଦୃଢ଼ ପ୍ରତିଜ୍ଞ ହେଲେ। ସେହିଦିନଠାରୁ ଆରମ୍ଭ ହେଲା ମାତା ନନ୍ଦିନୀଙ୍କ ପାଇଁ ମାତା ନନ୍ଦିନୀଙ୍କ ପ୍ରତି ସେବାର ପର୍ବ। ଦୀର୍ଘ ଏହିପରି 21 ଦିନ ପର୍ଯ୍ୟନ୍ତ ମାତା ନନ୍ଦିନୀଙ୍କୁ ସେବା କରିବା ପରେ ଶେଷରେ ରାଜାଙ୍କ ପ୍ରତି ମାତା ନନ୍ଦିନୀଙ୍କର କୃପା ବର୍ଷା ହେଲା। ଶେଷରେ ତାଙ୍କ ଆଶୀର୍ବାଦରୁ ଦିଲୀପଙ୍କ ନିକଟରେ ଏକ ପୁତ୍ର ସନ୍ତାନ ଲାଭ ହେଲା ଏବଂ ସେହି ପୁତ୍ର ଯେତେବେଳେ ପୂର୍ଣ୍ଣ ବୟସରେ ପରିଣତ ହେଲା, ସେହି ସମୟରେ ଏକ ପୂର୍ଣ୍ଣାଙ୍ଗ ସର୍ବଗୁଣ ସମ୍ପନ୍ନ ମହାବୀର ମହାଗୁଣୀ ଏକ ମହାନ ଅପ୍ରତିମ ରାଜା ଭାବରେ ପରିଣତ ହେଲା। ତାଙ୍କର ଯଶ ତାଙ୍କର କୀର୍ତ୍ତି ସାରା ସଂସାରକୁ ଯଶାନ୍ୱିତ କଲା। ସେ କେହି ନୁହନ୍ତି ଦିଲୀପଙ୍କର ପୁତ୍ର ରଘୁ। ନିଜର ଗୁଣବଳରେ ଏହି ବଂଶ ସୂର୍ଯ୍ୟବଂଶ ନାମରେ ନାମିତ ନ ହୋଇ ରଘୁବଂଶ ନାମରେ ନାମିତ ହେଲା, ସାରା ସଂସାରରେ ପ୍ରଚାରିତ ହେଲା। ଏହା ଥିଲା ରଘୁବଂଶମର ଏହି ଦ୍ୱିତୀୟ ସର୍ଗର ମହାରାଜା ଦିଲୀପଙ୍କର ଗୋ ସେବାର କାରଣ ତଥା ପୂର୍ବ ପ୍ରାସଙ୍ଗିକ କଥାବସ୍ତୁ। ଧନ୍ୟବାଦ।